ସାଙ୍ଗମାନେ ଜୟ ଜଗନ୍ନାଥ। ସ୍ୱାଗତ କରୁଛୁ ନୂଆ ଭିଡ଼ିଓକୁ। ଦେଖନ୍ତୁ ଆପଣଙ୍କର ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ଆପଣଙ୍କର ରିକ୍ୱାରମେଣ୍ଟ ଆସିଯାଇଛି ଏବଂ ଏଇ ରିକ୍ୱାରମେଣ୍ଟରେ ଆପଣମାନେ ପିଜିଡି ଟିଜିଡି ଏବଂ ଆପଣଙ୍କର ପିଆଇଟି ମଧ୍ୟ ଯେଉଁ ଟିଚିଂ ପୋଷ୍ଟ ରହିଛି ତା ଆପଣମାନେ ଦେଖିବା ପାଇଁ ପାଇବେ। ଠିକ୍ ଅଛି, ତ ଦେଖନ୍ତୁ କମ୍ପ୍ଲିଟ୍ ଭିଡ଼ିଓ ଯେଉଁମାନେ ଏଲିଜିବଲ୍ ହେବେ ଆପ୍ଲାଏ ନିହାତି କରିବେ। ଇଏ ଆପଣଙ୍କ ଆସିଛି ଦେଖନ୍ତୁ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣାରୁ ଆପଣଙ୍କର ରିଲିଜ୍ କରାଗଲା ଏଇ ଆପଣଙ୍କର ଯେଉଁ ରିକ୍ୱାରମେଣ୍ଟ ରହିଅଛି। ଏଥିରେ ଆପଣଙ୍କର ଟୋଟାଲ୍ ସବୁ ଆଡ୍ରେସ୍ ଏବଂ ଫୋନ୍ ନମ୍ବର ସବୁ କିଛି ଆପଣଙ୍କର ମେନସନ୍ କରାଯାଇଛି। ଦେଖନ୍ତୁ ନୋଟିଫିକେସନ୍ ଫର୍ ୱାର୍କ ଇନ୍ ଇଣ୍ଟରଭ୍ୟୁ ଆପଣଙ୍କ ଏଠି ଇଣ୍ଟରଭ୍ୟୁ ଥ୍ରୋରେ ସିଲେକ୍ସନ୍ କରାଯିବ। A walk in interview will be held at PM Sri Kendra Vidyalaya Bhavanipatna in order to prepare a panel teacher in different subjects to be engaged on part-time contractual daily needed basic ରେ ଆପଣଙ୍କ ଏଠି ଆପଏଣ୍ଟମେଣ୍ଟ ଦିଆଯିବ। ଠିକ୍ ଅଛି, ଦେଖନ୍ତୁ PM Sri କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ଯେଉଁ ଆପଣଙ୍କର ଇଏ ଯେଉଁ ଆପଏଣ୍ଟମେଣ୍ଟ କରାଯିବ ସେଥିରେ ଆପଣଙ୍କର 2026 ଏବଂ 27 ଯେଉଁ ଶିକ୍ଷାବର୍ଷ ରହିଛି ସେଇ ଶିକ୍ଷାବର୍ଷ ପାଇଁ ଆପଣଙ୍କୁ ଏଠି ଆପଏଣ୍ଟମେଣ୍ଟ ଦିଆଯିବ। ଠିକ୍ ଅଛି, ତ ଯେଉଁମାନେ ମଧ୍ୟ ଆପଣଙ୍କର କ୍ୱାଲିଫିକେସନ୍ ରହିଥିବ ସେମାନେ ନିହାତି ଆପ୍ଲାଏ କରିବେ। ତ ଦେଖନ୍ତୁ ଏଇଠି ଆପଣଙ୍କ ମେନସନ୍ କରାଗଲା ରିକ୍ୱେସାଇଟ୍ କ୍ୱାଲିଫିକେସନ୍ ମେ ବି ଆପିୟର ଫର୍ ଇଣ୍ଟରଭ୍ୟୁ ୱିଥ୍ ଦେୟାର ପାସପୋର୍ଟ ସାଇଜ୍ ଫଟୋ ଭ୍ୟାଲିଡ୍ ଆଇଡି କାର୍ଡ ଅରିଜିନାଲ ମାର୍କସିଟ୍। ଆପଣଙ୍କର ଯେଉଁ ଇଣ୍ଟରଭ୍ୟୁ କରାଯିବ ଯେଉଁ ଡେଟ୍ ଆପଣଙ୍କର ରହିଅଛି ସେ ଡେଟ୍ରେ ଆପଣମାନେ ଆପଣଙ୍କ ଫଟୋ ଆପଣଙ୍କ ଭ୍ୟାଲିଡ୍ ଆଇଡେଣ୍ଟି କାର୍ଡ ମାନେ ଆପଣଙ୍କ ପାନ୍ କାର୍ଡ ହଉ କି ଆଧାର କାର୍ଡ ହଉ ଆପଣମାନେ ନେଇକି ଯିବେ ଏବଂ ଆପଣଙ୍କର ଯେତେ ସବୁ ମାର୍କସିଟ୍ ରହିଛି ସବୁ ଆପଣମାନେ ନେଇକି ଯିବେ ଏବଂ ୱିଥ୍ ବାୟୋଡାଟା ଫର୍ମ। ଠିକ୍ ଅଛି, ଏଇଠି ଆପଣ ଦେଖନ୍ତୁ ମେନସନ୍ କରାଗଲା। ଦେନ୍ ଦେଖନ୍ତୁ ରେଜିଷ୍ଟ୍ରେସନ୍ କ୍ୟାଣ୍ଡିଡେଟ୍ ୱିଲ୍ ବି ଡନ୍ 8 AM 9 AM ଆପଣଙ୍କର 8 AM ରୁ 9 AM ଯାଏଁ ଆପଣଙ୍କ ରେଜିଷ୍ଟ୍ରେସନ୍ କରାଯିବ। ଠିକ୍ ଅଛି, କୋଉ ତାରିଖ ତା ମଧ୍ୟ ଆପଣମାନଙ୍କୁ ମୁଁ କହିବି। ଦେନ୍ ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ୍ କରାଯିବ 9 AM ଠାରୁ। ଦେନ୍ ଦେଖନ୍ତୁ ଆପଣଙ୍କର ବାୟୋଡାଟା ଫର୍ମ along with requisite documents only interview subjects। ଠିକ୍ ଅଛି, ଏଠି ଦେଖନ୍ତୁ ଆପଣଙ୍କୁ ସବୁ ଡିଟେଲ୍ ଦିଆଗଲା। ଡେଟ୍ ଦିଆଯାଇଛି ଆପଣଙ୍କର 23/2/2026 ମଣ୍ଡେ ହିଁ ଆପଣଙ୍କର ଇଣ୍ଟରଭ୍ୟୁ କରାଯିବ ଏବଂ ଡକୁମେଣ୍ଟସ୍ ଆପଣମାନେ ସବମିଟ୍ କରିବେ, ଭେରିଫାଇ ହେବ, ଦେନ୍ ଆପଣଙ୍କର ଇଣ୍ଟରଭ୍ୟୁ କରାଯିବ। ଠିକ୍ ଅଛି, 23 ତାରିଖ ଆପଣଙ୍କର ଇଏ ସବୁ କିଛି କାମ କରାଯିବ। ପିଜିଡି ପାଇଁ ଦେଖନ୍ତୁ ସବଜେକ୍ଟ ରହିଛି ଆପଣଙ୍କର ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ମ୍ୟାଥମେଟିକ୍ସ, ହିନ୍ଦୀ, ଇଂଲିଶ, ଆପଣଙ୍କର କମ୍ପ୍ୟୁଟର ସାଇନ୍ସ ଏବଂ ଇକୋନୋମିକ୍ସ, କମର୍ସ। ଠିକ୍ ଅଛି, ଇଏ ହେଲା ଆପଣଙ୍କ ପିଜିଡି ସବଜେକ୍ଟ। ଦେନ୍ ଟିଜିଡି ପାଇଁ ରହିଛି ଆପଣଙ୍କର ହିନ୍ଦୀ, ଇଂଲିଶ, ସୋସିଆଲ ଷ୍ଟଡି, ସାଂସ୍କ୍ରିଟ ଏବଂ ଆପଣଙ୍କର ସାଇନ୍ସ ଏବଂ ମ୍ୟାଥମେଟିକ୍ସ। ଠିକ୍ ଅଛି, ଏବଂ ପିଆରଟିର ଆପଣଙ୍କର ଯେତେ ସବୁ ସବଜେକ୍ଟ ସବୁଥିରେ ଆପଣଙ୍କର ଏଥିରେ ଆପଏଣ୍ଟମେଣ୍ଟ ଦିଆଯିବ। ପିଆରଟି ମାନେ ଆପଣଙ୍କର ରହିଛି ପ୍ରାଇମେରୀ ଟିଚରରେ ଆପଏଣ୍ଟମେଣ୍ଟ କରାଯିବ। ଠିକ୍ ଅଛି, ଦେନ୍ ଆପଣଙ୍କର ଅଦର ଯେଉଁ ରହିଛି ଆପଣଙ୍କର ନନ୍ ଟିଚିଂ ପୋଷ୍ଟ ସେ ଦେଖନ୍ତୁ ଆପଣଙ୍କର କମ୍ପ୍ୟୁଟର ଇନଷ୍ଟ୍ରାକ୍ଟର ଅଛି, ଗେମ୍ସ ଅଛି, ସ୍ପୋର୍ଟ ଅଛି, ଭୋକେସନାଲ ଇନଷ୍ଟ୍ରାକ୍ଟର ଅଛି। ଠିକ୍ ଅଛି, ସବୁ କିଛି ଆପଣଙ୍କର ଏଥିରେ ଆଭେଲେବଲ ରହିଅଛି। ଆପଣଙ୍କର ନନ୍ ଟିଚିଂ ପୋଷ୍ଟ ମଧ୍ୟ ଏଥିରେ ରିକ୍ୱାରମେଣ୍ଟ ଆପଣଙ୍କୁ କରାଯିବ। ଠିକ୍ ଅଛି, ତ ଇଏ ଆପଣଙ୍କର ଡେଟ୍ ରହିଛି 23/2/2026 ଏବଂ ଟାଇମିଂ ରହିଛି ଆପଣଙ୍କର 9 AM। ଆପଣମାନେ 8 ରୁ ଯାଇକି ପହଞ୍ଚିବେ, 8 ରୁ 9 ଭିତରେ ଆପଣମାନେ ଡକୁମେଣ୍ଟ ସବମିଟ୍ କରିବେ। ଦେନ୍ ଆପଣଙ୍କର ଭେରିଫାଇ ହେବ, ଭେରିଫାଇ ହେଲା ପରେ ଆପଣଙ୍କର ଇଣ୍ଟରଭ୍ୟୁ ନିଆଯିବ। ଆଡ୍ରେସ୍ ଆପଣଙ୍କର ଏଠି ଦେଖନ୍ତୁ ମେନସନ୍ କରାଗଲା PMC KB ଭବାନୀପାଟଣା କଳାହାଣ୍ଡି ଓଡ଼ିଶା 766001। ଠିକ୍ ଅଛି, ଦେନ୍ ଦେଖନ୍ତୁ ଆପଣଙ୍କର ଏଠି ରୁଲ୍ସ ରେଗୁଲେସନ୍ ସବୁ କିଛି ମେନସନ୍ କରାଯାଇଛି। ଯେଉଁମାନେ ଆପଣଙ୍କର ପିଜିଡି ପାଇଁ ଆପ୍ଲାଏ କରିବେ, ପୋଷ୍ଟ ଗ୍ରାଜୁଏଟ୍ ଟିଚର ପାଇଁ ଆପ୍ଲାଏ କରିବେ, ମାନେ ଆପଣଙ୍କର ପିଜିଡି ପାଇଁ ଆପ୍ଲାଏ କରିବେ ତାଙ୍କ ପାଇଁ ଏଠି ଦେଖନ୍ତୁ ଦିଆଗଲା କ୍ୱାଲିଫିକେସନ୍ ଏଜ୍ ଆପଣଙ୍କର ଲିମିଟ୍ ଦିଆଯାଇଛି 65। ଠିକ୍ ଅଛି, ଫ୍ରେଶ୍ ପିଲାମାନେ ମଧ୍ୟ ଆପ୍ଲାଏ କରିପାରିବେ, ଯେଉଁମାନେ ରିଟାୟାର୍ଡ ଅଛନ୍ତି ସେମାନେ ମଧ୍ୟ ଆପ୍ଲାଏ କରିପାରିବେ। ଠିକ୍ ଅଛି, ଇଣ୍ଟିଗ୍ରେଟେଡ୍ ପୋଷ୍ଟ ଗ୍ରାଜୁଏଟ୍ କୋର୍ସ ଫର୍ମ NCT ରିକଗ୍ନାଇଜ୍ ଇନଷ୍ଟିଚ୍ୟୁଟ୍ ୟୁନିଭର୍ସିଟି ଇନ୍ ଦ କନସର୍ନ ସବଜେକ୍ଟ। ଆପଣମାନେ ଯେଉଁ ସବଜେକ୍ଟରେ ଆପ୍ଲାଏ କରିବେ ସେଇ ସବଜେକ୍ଟରେ ଆପଣମାନେ ପିଜି କୋର୍ସଟି କମ୍ପ୍ଲିଟ୍ କରିଥିବେ NCT ରିକଗ୍ନାଇଜ୍ ୟୁନିଭର୍ସିଟି କିମ୍ବା ଆପଣଙ୍କ ଇନଷ୍ଟିଚ୍ୟୁଟ୍ରେ। ଠିକ୍ ଅଛି, ଏବଂ ସେଥିରେ ଆପଣଙ୍କର 50% ମାର୍କ ରହିଥିବା ନିହାତି ଆବଶ୍ୟକ ଏବଂ ତା ସହିତ ଆପଣମାନେ ବିଡି ମଧ୍ୟ କମ୍ପ୍ଲିଟ୍ କରିଥିବେ। ଠିକ୍ ଅଛି, ଅର୍ ଆପଣଙ୍କର ମାଷ୍ଟର ଡିଗ୍ରୀ ଯେଉଁଟାକି ଆପଣଙ୍କର MSc MA ଆପଣଙ୍କର ଯେଉଁମାନେ କରିଥିବେ କିମ୍ବା MCOM କରିଥିବେ ଏବଂ ତା ସହିତ ଆପଣଙ୍କର ସେଇ ମାଷ୍ଟର ଡିଗ୍ରୀ କୋର୍ସଟି ଆପଣମାନେ 50% ମାର୍କ ରଖିଥିବେ ସେଥିରେ ଏବଂ ତାହା ଆପଣଙ୍କର ଇନଷ୍ଟିଚ୍ୟୁଟ୍ ଏବଂ ରିକଗ୍ନାଇଜ୍ ଆପଣଙ୍କ ୟୁନିଭର୍ସିଟିରେ ଆପଣମାନେ କରିଥିବେ, ତାହେଲେ ଆପଣମାନେ ଏଲିଜିବଲ୍ ହେଇପାରିବେ। ଠିକ୍ ଅଛି, ଏବଂ ତା ସହିତ ଆପଣଙ୍କ NCT ରିକଗ୍ନାଇଜ୍ରେ ଆପଣମାନେ ବିଡି ମଧ୍ୟ କମ୍ପ୍ଲିଟ୍ କରିଥିବେ 50% ମାର୍କ ସହିତ। ଠିକ୍ ଅଛି, ଏବଂ ଯେଉଁମାନେ ବିଇଡି ଏମଏଡି କରିଛନ୍ତି ସେମାନେ ମଧ୍ୟ ଆପ୍ଲାଏ କରିପାରିବେ। ଏଠି ଆପଣଙ୍କ ଟୋଟାଲ ସବୁ କ୍ରାଇଟେରିଆ ଦିଆଗଲା ଆପଣଙ୍କର କ୍ୱାଲିଫିକେସନ୍। ଏଠି ଆପଣଙ୍କର ଦିଆଗଲା ଡିଟେଲ୍ସ ଅଫ୍ ସବଜେକ୍ଟ ମାଷ୍ଟର ଡିଗ୍ରୀ ଆକର୍ଡିଂ ଟୁ ପିଜି। ଯେଉଁମାନେ ଆପଣଙ୍କର ପିଜିଡି ଇଂଲିଶରେ ଆପ୍ଲାଏ କରିବେ ସେମାନେ ଆପଣଙ୍କର ଇଂଲିଶ ସବଜେକ୍ଟରୁ ଆପଣମାନେ ବିଲଙ୍ଗ କରୁଥିବେ, ଯେମିତିକି ଆପଣଙ୍କର ପିଜି ଲେବୁଲରେ ଇଂଲିଶ ଥିବ। ଠିକ୍ ଅଛି, ତ ସେଇ ଟାଇପ୍ର ଯେଉଁମାନେ ହିନ୍ଦୀରେ ଆପ୍ଲାଏ କରିବେ ସେମାନେ ଆପଣଙ୍କର ହିନ୍ଦୀରେ ଆପଣଙ୍କ ପିଜି କମ୍ପ୍ଲିଟ୍ କରିଥିବେ। ଠିକ୍ ଅଛି, ତ ଏଇ ଟାଇପ୍ର ଆପଣଙ୍କର 11 ସବଜେକ୍ଟ ରହିଛି, ସେ ସବଜେକ୍ଟରେ ଆପଣମାନେ ପିଜି ଆପଣଙ୍କର କମ୍ପ୍ଲିଟ୍ କରିଥିଲେ ତାହେଲେ ହିଁ ଆପଣମାନେ ଆପ୍ଲାଏ କରିପାରିବେ। ଠିକ୍ ଅଛି, ଦେନ୍ ଦେଖନ୍ତୁ ଆପଣଙ୍କ ଦିଆଗଲା ଏଠି ଏକ୍ସପିରିଏନ୍ସ
as TGT in the recognized institute in concerned subject। ତାମାନେ ଆପଣ ମାନେ ଆପଣଙ୍କର ଯୋଉ ରହିଲା ଏକ୍ସପିରିଏନ୍ସ ସେ ଆପଣଙ୍କ TGT ଲେବୁଲରେ ଆପଣ ମାନେ କରିଥିବେ ଯେକୌଣସି ଆପଣଙ୍କ ଇନଷ୍ଟିଚ୍ୟୁଟରେ ହଉ ତାହେଲେ ମଧ୍ୟ ଆପଣ ମାନେ ଆପ୍ଲାଏ କରିପାରିବେ ଏବଂ ଆପଣଙ୍କର ଏକ୍ସପିରିଏନ୍ସ ଥିବ କୋଉଥିରେ ନା କେବି ସ୍କୁଲରେ ଆପଣ ମାନେ ଆଗରୁ ଯଦି ପଢିଛନ୍ତି ତାହେଲେ ମଧ୍ୟ ଆପଣଙ୍କୁ ପ୍ରିଫରେନ୍ସ ଦିଆଯିବ ଏବଂ କମ୍ପ୍ୟୁଟର ନଲେଜ ଆପଣ ନିହାତି ଆବଶ୍ୟକ। ଠିକ ଅଛି। ଦେନ୍ ଦେଖନ୍ତୁ ଏଠି ଆପଣଙ୍କୁ କମ୍ପ୍ୟୁଟର ସାଇନ୍ସ ପାଇଁ ଦିଆଗଲା ଯୋଉମାନେ ଆପଣଙ୍କ ପିଜିଟି କମ୍ପ୍ୟୁଟର ସାଇନ୍ସରେ ଆପଣଙ୍କର ଯୋଉମାନେ ଆପ୍ଲାଏ କରିବେ ତାଙ୍କ ପାଇଁ ଏଜ୍ ଲିମିଟ୍ ଦେଖନ୍ତୁ 65 ଦିଆଗଲା ଏଜ୍ ଲିମିଟ୍ ଏବଂ ଆପଣଙ୍କର ପିଜିଟି କମ୍ପ୍ୟୁଟରରେ ଯୋଉମାନେ ଆପ୍ଲାଏ କରିବେ ତାଙ୍କ ପାଇଁ ଏଠି ସବୁ ଆପଣଙ୍କର କ୍ୱାଲିଫିକେସନ ଦିଆଗଲା। ସେମାନେ ଏମଏସସି କରିଥିବେ କମ୍ପ୍ୟୁଟର ସାଇନ୍ସରେ ଆଇଟିରେ ଠିକ ଅଛି ଆପଣଙ୍କ ଏମଏସସି କୋର୍ସ କରିଥିବେ ରିକଗ୍ନାଇଜ ଇନଷ୍ଟିଚ୍ୟୁଟ କିମ୍ବା ୟୁନିଭର୍ସିଟିରେ 50% ମାର୍କ ରଖିଥିବେ ତାହେଲେ ଆପଣମାନେ ଏଲିଜିବଲ ହେଇପାରିବେ। ତା ସହିତ ଆପଣମାନେ ବିଇଡି ମଧ୍ୟ କମ୍ପ୍ଲିଟ୍ କରିଥିବେ। ଠିକ ଅଛି ଏଇଠି ଆପଣଙ୍କୁ ମେନସନ କରାଗଲା। ଦେନ୍ ଦେଖନ୍ତୁ ଆପଣଙ୍କର ଏଇଠି ଦିଆଗଲା 10 ଗ୍ରାଜୁଏଟ୍ ଟିଚର ଯୋଉମାନେ ଆପଣଙ୍କ ଟିଜିଟି ପାଇଁ ଆପ୍ଲାଏ କରିବେ ହିନ୍ଦୀ ଇଂଲିଶ ସାଂସ୍କ୍ରିଟ ଠିକ ଅଛି ଏଜ୍ ଲିମିଟ୍ ଆପଣଙ୍କ ସେମ୍ ଦିଆଯାଇଛି। ଏଇଠି ଦେଖନ୍ତୁ ଆପଣଙ୍କର 4 ଇୟର ଇଣ୍ଟିଗ୍ରେଟେଡ କୋର୍ସ ଯଦି ଆପଣମାନେ କହିଛନ୍ତି ବିଇଡି କୋର୍ସ ଆପଣମାନେ କରିଥିବେ ସେଥିରେ ମଧ୍ୟ ଇନକ୍ଲୁଡ ଥିବ ତାହେଲେ ଆପଣମାନେ ଏଠି 50% ମାର୍କ ରଖିଥିଲେ ଆପଣମାନେ ଏଲିଜିବଲ ହେଇପାରିବେ। ଠିକ ଅଛି ଏବଂ ଆପଣମାନେ ବ୍ୟାଚଲର ଡିଗ୍ରୀ କରିଥିବେ ଯୋଉଟା କି ଆପଣଙ୍କ ବିଏ କରିଥିବେ ବିଏସସି କରିଥିବେ ବିକମ୍ କରିଥିବେ ଏବଂ ଯୋଉ ସବଜେକ୍ଟରେ ଆପ୍ଲାଏ କରୁଛନ୍ତି ସେ ସବଜେକ୍ଟଟି ଆପଣଙ୍କର ବ୍ୟାଚଲର ଡିଗ୍ରୀରେ ଆପଣମାନେ ନିହାତି ରଖିଥିବେ ଅନର୍ସ ହଉ କି ପାସ୍ ହଉ କି ଆପଣଙ୍କର ଯେକୌଣସି ସବଜେକ୍ଟ ହଉ ଠିକ ଅଛି ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ ଏଇ ଆପଣଙ୍କ ଟିଜିଟି ରେ। ଯୋଉମାନେ ଆପଣଙ୍କ ସାଂସ୍କ୍ରିଟ ଆପ୍ଲାଏ କରିବେ ଯୋଉମାନେ ଆପଣଙ୍କ ହିନ୍ଦୀରେ ଆପ୍ଲାଏ କରିବେ ସେମାନେ ତାଙ୍କର ପ୍ଲସ୍ ଥ୍ରୀ ଲେବୁଲରେ ଗ୍ରାଜୁଏସନ ଲେବୁଲରେ ସେ ସବଜେକ୍ଟଟି ରଖିଥିବେ ଆପଣଙ୍କର ଯେକୌଣସି ହଉ ଗୋଟେ ସବଜେକ୍ଟ ଠିକ ଅଛି ତାହେଲେ ଆପଣମାନେ ଏଲିଜିବଲ ହେଇପାରିବେ ଆପ୍ଲାଏ କରିବା ପାଇଁ ଏବଂ ଆପଣମାନେ ବିଇଡି ଯଦି କହିଛନ୍ତି ଏବଂ ଏମଏଡି କହିଛନ୍ତି ରିକଗ୍ନାଇଜ ୟୁନିଭର୍ସିଟି ଏନସିଟି ରିକଗ୍ନାଇଜ ୟୁନିଭର୍ସିଟିରେ ତାହେଲେ ଆପଣମାନେ ଆପ୍ଲାଏ କରିପାରିବେ ଟିଜିଟି ପାଇଁ। ତ ଆପଣଙ୍କୁ ଦିଆଗଲା ଏଇଠି କ୍ୱାଲିଫାଇ ଇନ୍ ଦ ସେଣ୍ଟ୍ରାଲ ଟିଚର ଏଲିଜିବିଲିଟି ଟେଷ୍ଟ ପେପର 2 ଯୋଉମାନେ ଆପଣଙ୍କର ସିଟିଇଟି ପେପର 2 ଆପଣଙ୍କ କ୍ୱାଲିଫାଇ କରୁଛନ୍ତି ଯୋଉମାନେ ଟିଜିଟି ପାଇଁ ଆପ୍ଲାଏ କରିବେ ସେମାନେ ଆପଣଙ୍କର ଏଇଠି ଇଣ୍ଟରଭ୍ୟୁ ଦେଇପାରିବେ ଏବଂ ଆପଣଙ୍କର ଏଇଠି ସବୁ ଏକ୍ସପିରିଏନ୍ସ ଆପଣଙ୍କର ୱାର୍କ ଏକ୍ସପିରିଏନ୍ସ ଏସବୁ ଆପଣଙ୍କର ଏଇଠି ମଗାଯାଇଛି ଆପଣମାନେ ଏହାକୁ ଥରେ ଦେଖିନେବେ। ଠିକ ଅଛି ଏବଂ ଆପଣଙ୍କର ସ୍ପେଶାଲ ଏଜୁକେଟର ମଧ୍ୟ ଏଇଠି ଆପଣଙ୍କର ରହିଛି ପୋଷ୍ଟ ବିଏଡ୍ ଯୋଉମାନେ କରିଛନ୍ତି ସ୍ପେଶାଲ ଏଜୁକେସନରେ ସେମାନେ ମଧ୍ୟ ଆପ୍ଲାଏ କରିପାରିବେ। ଏଇ ଦେଖନ୍ତୁ ଆପଣଙ୍କର ଦିଆଗଲା ଟିଜିଟି ହିନ୍ଦୀ ଇଂଲିଶ ସାଂସ୍କ୍ରିଟ ଏଇଠି ଆପଣଙ୍କର ଦିଆଯାଇଛି ତାର କ୍ରାଇଟେରିଆ ଠିକ ଅଛି। ଦେନ୍ ଯୋଉମାନେ ଆପଣଙ୍କର ମ୍ୟାଥ ସାଇନ୍ସ ସୋସିଆଲ ଷ୍ଟଡି ଯୋଉମାନେ ଆପ୍ଲାଏ କରିବେ ତାଙ୍କର ମଧ୍ୟ ସେ ସେମ୍ କିଛି ପ୍ରୋସେସ ରହିଅଛି ସେମ୍ ଆପଣଙ୍କ କ୍ୱାଲିଫିକେସନ ରହିଅଛି ଠିକ ଅଛି। ଦେନ୍ ଦେଖନ୍ତୁ ଯୋଉମାନେ ଆପଣଙ୍କ ମ୍ୟାଥମେଟିକ୍ସରେ ଆପ୍ଲାଏ କରିବେ ଯୋଉମାନେ ଆପଣଙ୍କ ସାଇନ୍ସରେ ଆପ୍ଲାଏ କରିବେ ତାଙ୍କ ପାଇଁ ଏଇଠି ସବୁ କ୍ରାଇଟେରିଆ ଦିଆଗଲା ଠିକ ଅଛି। ଯୋଉମାନେ ଆପଣଙ୍କ ସୋସିଆଲ ଷ୍ଟଡିରେ ଆପ୍ଲାଏ କରିବେ ତାଙ୍କ ପାଇଁ ଏଇଠି ଦିଆଯାଇଛି ଆପଣଙ୍କର କ୍ରାଇଟେରିଆ ତ ଆପଣ ଥରେ ଦେଖିନେବେ ୟାକୁ ଥରେ ଠିକ ଅଛି। ଯୋଉମାନେ ଆପଣଙ୍କର ପ୍ରାଇମେରୀ ଟିଚର ଆପ୍ଲାଏ କରିବେ ସେମାନେ ଆପଣଙ୍କ ଡିଏଲଡିଟି କମ୍ପ୍ଲିଟ୍ କରିଥିବେ ସେମାନେ ଆପଣଙ୍କର ପ୍ଲସ ଟୁ କରିଥିବେ ପ୍ଲସ ଟୁ ପରେ ଆପଣଙ୍କର ଡିଏଲଡିଟି କମ୍ପ୍ଲିଟ୍ କରିଥିବେ ତାହେଲେ ଆପଣମାନେ ଏଲିଜିବଲ ହେଇପାରିବେ ଏବଂ ଆପଣଙ୍କର 50% ମାର୍କ ରହିଥିବା ଦରକାର ଆପଣଙ୍କର ଡିଏଲଡିଟି ଏବଂ ପ୍ଲସ ଟୁ ଲେବୁଲରେ ଠିକ ଅଛି। ସେଭଳି ଦେଖନ୍ତୁ ଆପଣଙ୍କର ବିଏଲଡିଟି ରହିଛି ଏଥିରେ ଏବଂ ବିଏଲଡିଟି ରେ ମଧ୍ୟ ଆପଣମାନେ 50% ମାର୍କ ରଖିଥିବେ ଏବଂ 4 ଇୟର ଆଉ ଯଦି ଆପଣମାନେ ବିଏଲଡିଟି କରିଛନ୍ତି ତାହେଲେ ଆପଣମାନେ ଏଠି ଆପ୍ଲାଏ କରିପାରିବେ ଠିକ ଅଛି। ବାକି ତକ ଆପଣଙ୍କର ସବୁ ସେମ୍ ରହିଛି ଏବଂ ଆପଣମାନେ ପେପର 1 ସିଟିଟି ପେପର 1 ଆପଣମାନେ କ୍ୱାଲିଫାଇ କରିଥିବେ। ଦେନ୍ ଦେଖନ୍ତୁ ଆପଣଙ୍କର ଏଠି ରିକ୍ୱାରମେଣ୍ଟ ରୁଲ ଏବଂ ଆପଣଙ୍କର ସବୁ କିଛି ଡିଟେଲ ଦିଆଗଲା ଯୋଉମାନେ ଆପଣଙ୍କର ନନ୍ ଟିଚିଂ ପୋଷ୍ଟ ପାଇଁ ଆପ୍ଲାଏ କରିବେ ଠିକ ଅଛି। ତ ୟାକୁ ଥରେ ଆପଣମାନେ ଦେଖିନେବେ ଏଥିରେ ଆପଣଙ୍କ ସବୁ କିଛି ରହିଛି ନନ୍ ଟିଚିଂ ପୋଷ୍ଟ ଯେମିତି ଆପଣଙ୍କର ରହିଲା ରିଜନାଲ ଲାଙ୍ଗୁଏଜ ଟିଚର ଓଡ଼ିଆ ଡକ୍ଟର ନର୍ସ ଗେମ୍ ସ୍ପୋର୍ଟ କୋଚ୍ ୟୋଗା ଇନଷ୍ଟ୍ରକ୍ଟର ଆପଣଙ୍କର ରହିଛି ମ୍ୟୁଜିକ ଟିଚର ଭୋକେସନାଲ ଇନଷ୍ଟ୍ରକ୍ଟର କାଉନସିଲର କମ୍ପ୍ୟୁଟର ଇନଷ୍ଟ୍ରକ୍ଟର ଏସବୁ ରହିଛି ପୋଷ୍ଟ ଆପଣମାନଙ୍କର। ତ ୟାକୁ ଆପଣମାନେ ଦେଖିଦେଇକି ଯୋଉ ହିସାବରେ ଆପଣଙ୍କର କ୍ୱାଲିଫିକେସନ ରହିଛି ତାହା ଅନୁସାରେ ଆପଣମାନେ ଯାଇକି ଇଣ୍ଟରଭ୍ୟୁ ଜଏନ୍ କରିବେ ଏବଂ ଦେଖନ୍ତୁ ଏଇଠି ଆପଣଙ୍କର ସବୁ ସାଲାରୀ ଦିଆଯାଇଛି ଦେଖନ୍ତୁ ଆପଣଙ୍କ ପିଜିଟି ଯୋଉମାନେ ଆପ୍ଲାଏ କରିବେ ତାଙ୍କ ପାଇଁ ରହିଛି ଆପଣଙ୍କର 32,500 ଟଙ୍କା ସାଲାରୀ ରହିଛି ପର ମନ୍ଥ ଏବଂ ଯୋଉମାନେ ଟିଜିଟି ପାଇଁ ଆପ୍ଲାଏ କରିବେ ତାଙ୍କ ପାଇଁ ରହିଛି 31,250 ଟଙ୍କା ପର ମନ୍ଥ ଠିକ ଅଛି। ଏବଂ ପିଆଇଟି ପାଇଁ ରହିଛି 26,250 ଟଙ୍କା ରହିଛି। ଆପଣଙ୍କ କମ୍ପ୍ୟୁଟର ଇନଷ୍ଟ୍ରକ୍ଟର ପାଇଁ ରହିଛି ଯୋଉମାନେ ଆପଣଙ୍କ ଟିଚିଂରେ ଆପ୍ଲାଏ କରିବେ ସେମାନେ ଆପଣଙ୍କର 26,250 ଟଙ୍କା ରହିଛି ତାଙ୍କ ପାଇଁ ମଧ୍ୟ ଠିକ ଅଛି। ତ ଏଇ ଟାଇପର ଆପଣଙ୍କ ସାଲାରୀ ରହିଛି ଆପଣମାନେ ଦେଖିନେବେ ସାଲାରୀ ଏବଂ ଏଇଠି ଆପଣଙ୍କର କିଛି ଜେନେରାଲ କଣ୍ଡିସନ ଦିଆଯାଇଛି ୟାକୁ ଥରେ ଆପଣମାନେ ଲୁକଆଉଟ କରିବେ ଏବଂ ଦେଖନ୍ତୁ ତାପରେ ଆପଣଙ୍କର ରହିଛି ଏଠି ଆପଣଙ୍କର ଫର୍ମ ରହିଛି ଯୋଉ ରହିଲା ଆପଣଙ୍କର ଫର୍ମଟି ଏଇ ଫର୍ମଟି ଆପଣମାନେ ଫିଲ୍ଅପ୍ କରିବେ ଫିଲ୍ଅପ୍ କରିକି ନେଇକି ଆପଣମାନେ ସାଥିରେ ନେଇକି ଯିବେ ଇଣ୍ଟରଭ୍ୟୁ ଡେଟ୍ ଆପଣଙ୍କର ଯୋଉଦିନ ରହିଛି 23 ତାରିଖ ଠିକ ଅଛି। ତ ଏଇଠି ଦେଖନ୍ତୁ ଲେଖା ହେଲା ଆପଣଙ୍କର ଅଫିସ ୟୁଜ୍ ଇଏ ଆପଣଙ୍କ ଅଫିସ ୟୁଜ୍ ହବ ଡେଟ୍ ଅଫ ଇଣ୍ଟରଭ୍ୟୁ ଡେଟ୍ ଆପଣଙ୍କ ଏଠି ପଡିବ ଠିକ ଅଛି। ଆପଣଙ୍କ ଦେଖନ୍ତୁ ଏଠି ନେମ୍ ଲେଖିବେ ଆପଣଙ୍କ କ୍ୟାପିଟାଲ ଲେଟରରେ ନେମ୍ ଲେଖିବେ ଫାର୍ଷ୍ଟ ଦେଖନ୍ତୁ ଏଇଠି ଆପଣଙ୍କର ଗୋଟେ ଫଟୋ ଦେବେ କ୍ୟାପିଟାଲ ଲେଟରରେ ନେମ୍ ଲେଖିବେ ଠିକ ଅଛି। ଯେମିତି ଆପଣଙ୍କର ଏଇଠି କୋଉ ପୋଷ୍ଟ ପାଇଁ ଆପଣମାନେ ଆପ୍ଲାଏ କରୁଛନ୍ତି ସେ ପୋଷ୍ଟ ନେମଟି ଆପଣମାନେ ଲେଖିବେ ଠିକ ଅଛି। ଡେଟ୍ ଅଫ ବାର୍ଥ ମନ୍ଥ ଇୟର ଏସବୁ ଆପଣମାନେ ଏଠି ଫିଲ୍ଅପ୍ କରିବେ ଆପଣଙ୍କର ଫାଦର ନାମ ଦେବେ ଜେଣ୍ଡର ଯାହା ଥିବ ମେଲ୍ ଫିମେଲ ତାହା ଦେବେ
सोशल कैटेगरी आपनकर जहाँ रही एसटी एससी ओबीसी जहाँ थी आपनकर ताहा आपन मेंशन करेंगे नेशनलिटी देबे मैरिटल स्टेटस देबे आपन एजुकेशनल क्वालिफिकेशन कोन रही हाईएस्ट ताहा आपन देबे एडी एक्सपीरियंस आपनकर जो रही सीबीएसई स्कूल ताहा आपन एडी मेंशन करेंगे एड्रेस ऑफ कॉरेस्पोंडिंग आपनकर कॉरेस्पोंडिंग एड्रेस टी आपन एडी मेंशन करेंगे मोबाइल नंबर टी देबे ईमेल आईडी देबे एवं सिटी आपनकर एडी पास करजन ना यस और नो आपन माने एडी मेंशन करेंगे कि ना लिखिबे ठीक अछि एवं देखो ये आपनकर कंपोनेंट इन इंग्लिश एंड हिंदी लैंग्वेज तो आप मैंने ये येस और नो करेंगे जदि आप मैंने इंग्लिश और हिंदी रे आपनकर टीचिंग जदि आप मैंने दे परिबे ठीक अछि एवं देखो हैविंग वर्किंग नॉलेज ऑफ कंप्यूटर आपनकर जदि कंप्यूटर नॉलेज अछि ताले आप मैंने येस नो आपन हिसाब रे मेंशन करेंगे ठीक अछि देन देखो एजुकेशनल क्वालिफिकेशन रही आपनकर एटी आपनकर 10th रे आपनकर कोन सब्जेक्ट थिला आपनकर प्लस 2 सब्जेक्ट आपनकर बीए बीएससी रे सब्जेक्ट ए सब मेंशन करेंगे बोर्ड यूनिवर्सिटी देबे पासिंग ईयर सब मेंशन करेंगे केते मार्क रखितले केते मार्क आपनकर परसेंटेज रही सब किछ आपन एटी मेंशन करेंगे ठीक अछि एवं देखो एटी आपनकर प्रोफेशनल प्रोफेशनल क्वालिफिकेशन आपन माने एटी मेंशन करेंगे नेम ऑफ डिग्री कोड करछंती ताहा देबे बोर्ड देबे एवं आपनकर पासिंग ईयर देबे एवं परसेंटेज आपन माने मेंशन करेंगे ठीक अछि एक्सपेरियंस जदि आपनकर रही ताले आपन माने एटी एक्सपेरियंस मध्ये मेंशन करेंगे ठीक अछि देन देखो ये आपन डिक्लेरेशन दे आपन माने डिक्लेरेशन पढि देबे पढि के एठी गोटे आपन सिग्नेचर करेंगे एवं को सब डॉक्यूमेंट आपन माने एथिरे अटैच करछंती से डॉक्यूमेंट रो नेम सब एठी आपन माने 1 बाय 1 सब लिखिबे ठीक अछि देन आपनकर सिग्नेचर गोटे देबे एठी पुनि थरे देन एठी आपन नेम लिखिबे ठीक अछि एतिकी लिखिकी एई डॉक्यूमेंट सहित एई बायोडाटा फॉर्म सहित आपन माने जाईकी पहुंचबे आपनकर जो डेट दिया आइछि 23 तारिख 9 AM ता पूर्व आपनकर 8 AM रे आपनकर सब डॉक्यूमेंट सबमिट करिवे तो ता अनुसार आपन माने जाईकी पहुंचबे ठीक अछि ए देखंतु आपनकर डेट दिया गेला 23/2/2026 आपनकर टाइमिंग रहिछि 9 AM ता पूर्व आपन माने जाईकी पहुंचबे 8 AM रे ठीक अछि एटा आपनकर कंप्लीट डिटेल जोटा कि आपनकर रहिछि केबीएस रिक्वायरमेंट रहिछि आपनकर भवानीपाटना जोटा रहिछि केबीएस सेथिरे रहिछि टीचिंग नॉन टीचिंग रिक्वायरमेंट नीडेड ठीक अछि तो एथला कंप्लीट डिटेल एथला आपनकर कंप्लीट डिटेल जो माने मध्ये आपनकर ए केबीएस रे जॉब करिया पे इंटरेस्टेड अछंती आपन माने जाई कि पहुंचबे आपनकर ऑन टाइम ऑन डेट रे देन आपनकर इंटरव्यू करा जिवो देन आपनकर सिलेक्शन मध्ये सेथिरे करा जिवो ठीक अछि तो जदि वीडियोटी भल लागिथे चैनल को सब्सक्राइब करिवे एवं बहुत सारा भल पाइबे देबे देखाबो एम सारा वीडियो को नै कि आकु मध्ये जय जगन्नाथ।